ଗାଁ କୁଦିନ କୋଉଟେ ପାଉନି। Oh, no, 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 no. ଯେତିରେ ନା କଣ ଇରେ କଣ ପାଇଁ ମନ ଦୁଃଖ ରହିଛୁ? ମୋର ପ୍ରବଳ ଆଜି ମୁଁ ଟେନସନରେ ଅଛି ରେ। କିରେ କଣ ପାଇଁ? ତୁ ଆ ବୋଉନୁ ତତେ କହିବି। 哎呦我的妈！ ପବନା ରେ କଣ ହେଲା? ତତେ ମୋ ଦୁଃଖ କଥା କଣ କହିବି ରେ ଆଉ। ଆଗ ତୋର କହ। Oh no! ଶୁଣୁ କହ ମୁଁ ଗୋଟେ ଝିଅକୁ ଭଲ ପାଉଥିଲି ରେ। କଣ ହେଲା? ଝିଅର ଆଉ କାହାକୁ ବାହାଘର ହେଇ ଚାଲିଗଲା ଠକିଦେଲା ଶଳା ଠିକ ଠିକଣା ବେଳେ। କିରେ ପବନା କଣ ହେଲା? କେ ମୋର ତ ଦୁଃଖ ପଡୁଛି ତୁଇ କିଆ କାନ୍ଦୁଛୁ? ମୋ ଲକ୍ଷ୍ମଣ ଭଳିଆ ଭାଇକୁ ତା ଯେ ଟକି ଦେଇନ ପଳେଇଲା। ଏ ଲକ୍ଷ୍ମଣ ନୁହଁ ରାମ ଭଳିଆ ଭାଇ କହ। ଆମ ତନ୍ଦର ଭାଇକୁ ତା ଯେ ଟକି ଦେଇନ ପଳେଇଲା। ଏଇଠିକି ଆଜିରା ଏଇଠିକି। Oh no, 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 no. ଭାଇରାରେ ତିରିଆନା କଣ ପିଲିମିଲେ ଦୋକାନରେ ପ୍ରେମ ହେଇଯାଏ ତୁ ତାନୁ ଇନ୍ଦୁଟା କରିବୁ। ଠିକ କହିଛୁ। କିରେ ମୁଁ କଣ ଛାଡିଛି କି? ଆଉ ମୁଁ ଥରେ ଟ୍ରାଏ କରିଛି ନା ଆଉ। କାତା ଗାଇଛି କିରେ ଗୋଟେ ଝିଅଟେ ରାସ୍ତାରେ ଯାଉଥିଲା, ମୁଁ ତା ସହିତ ଜାଣି ଜାଣି ଧକ୍କା ହେଇଗଲି। ସେ ମତେ କଣ କହିଲା ଜାଣିଛୁ? କଣ? କହିଲା କୁକୁରା ତୋ ଆଖିରେ ବାଲି ପଡିଛି କି କଣା ନା ତୁ? ମୁଁ ଭାବିଲି ଆଉ କିଛି। ତୁ ତ ଖାଲି ଉଲ୍ଟା ଆଡେ ଭାବିଲୁ ଆଉ। ତୁ ଯୋଉ ଝିଅକୁ ଭଲ ପାଉଥିଲୁ ତାଙ୍କ ଘରକୁ ଗାଁ ଗଲୁନୁ କହି। ମୁଁ କଣ ଛାଡିଛି କି? ଆଉ ମୁଁ ବି ତାଙ୍କ ଘରକୁ ଯାଇଥିଲି କହି। କଣ ହେଇଛି କହିଲୁ? କଣ? ଯେତେବେଳେ ତାଙ୍କ ଘରରେ ଯାଇକି ପହଞ୍ଚିଲି, କଣ ହେଲା? ଶଳା ତା ବାପା ହଁ ଜଇଁ ଯିବେ ଦେଖି ଝିଅ ହଁ ମାନେ ସବୁ ଚିକଣ ଚାକଣ କରିକି ଟେବୁଲ ଚେୟାର ସବୁ ରେଡି। ମୁଁ ଗଲା ବେଳକୁ ଦେଖିଛେ ତା ଝିଅକୁ ପଚାରୁଛି, କିଲୋ ଝିଅ ଏ ପୁଅଟି କିନ୍ତି? ମୁଁ କଣ କହିଲି ଜାଣିଛୁ? କଣ? ସେ ତା ଝିଅକୁ ପଚାରୁଛି, ମୁଁ ଯାଇଛି ବୋଲି ତାକୁ ଜଣା ନାହିଁ। ମୁଁ ସାଙ୍ଗେ ସାଙ୍ଗେ ଯାଇକି କହିଦେଲି, କହିଲି ଶଳା ମୋ ଭଳିଆ ପିଲା ଆମ ପଞ୍ଚାୟତ ଯାକ ନଣ୍ଠନ ଲଗେଇ ଖୋଜିଲେ ପାଇବନି। ତାପରେ କଣ ହେଲା ଯେ? ତାପରେ କଣ? ତାପରେ ଶଳା ଝିଅର ବାପା ହେଇକିନି ଆଡୁ କହିଲା ହଉ ବସ ବସ ବସ। ତୁ ବସିଲୁ? ମୁଁ ବସିଲି। ମୁଁ ବସି ସାଇଲା ପରେ ସେ କହିଲା ଆଚ୍ଛା ପୁଅ ତମେ କଣ କର? ତାପରେ ତୁ କଣ କହିଲି ଯେ? ମୁଁ କହିଲି ଆଇ ଏମ୍ ଦ ମାର୍କେଟ ଅଫ ରିଆଡିସ୍ ମର୍ଚାଣ୍ଟ। ତା ବାପା ହେଠୁ ସାଙ୍ଗେ ସାଙ୍ଗେ କହିଲା ଯାହାହେଲେ ପୁଅ ଗୋଟେ ବଡ ଚାକିରି କରିଛ, ମୋର ଇଂରାଜୀରେ ଜ୍ଞାନ ନାହିଁ, ଟିକେ ମତେ ବୁଝେଇ ଦିଅ ଉଡିଆରେ ପୁଅ କୁହ। କଣ କହିଲି ଯେ? କହିଲି କି ହାଟରେ ମୁଁ ମୂଳା ବିକୁଛି। 哎呦我的妈！ ତାପରେ ହେଠୁ କଣ ହେଇଛି କହିଲୁ? କଣ? ତା ଝିଅ କହିଲା ତମକୁ ମୁଁ ବାହାଘର ହେବିନି ଆଉ କ୍ୟାନସେଲ। ଝିଅ ତା ମନା କରିଦେଲା। ହଁ କେ ମୁଁ କଣ ତାକୁ ଛାଡିଛି କି? ତାକୁ କଣଟା କହିଲି ଯେ? କଣ କହିଲି ଶୁଣୁ। କହ। ତାକୁ କହିଲି ବୁଝିଲୁ ତତେ ଘଇତା ଭାବନି କି ମତେ ମାଇପ ଭାବନି। ଗୋଟିଏ ଗୀତଟିଏ ତା ପାଇଁ ବାଗେଇକିନି କହିଲି ତା ବାପା ଆଗରେ। କଣ କହିଲି କହିଲୁ? କଣ? ମୁଁ କହିଲି ମୁଁ ଏମିତି ପିଲା ନୁହେଁ ଯେ ତୋ ପାଇଁ ଭଲ ପାଇଥିଲି ବୋଲି ମଦ ପିଇବି, ଗାଁ ଗଣ୍ଡାରେ ଗଣ୍ଡଗୋଳ କରିବି, ରସି ଦେବା ପାଇଁ ଯିବି, ବିଷ ପିଇବି। ଯୋଉମାନେ ସେମିତି ଭଲ ପାଆନ୍ତି ସେ କଣ କରନ୍ତି? ତୁ ଚାଲି ଯିବୁ ତୋ ଶାଶୁ ଘର ଫୁଲ ରସ ବାରିରେ, ମୁଁ ଚାଲି ଯିବି ମଶାଣୀକୁ ମୋର କଣ୍ଟାର କୋକେଇରେ। ମୁଁ ସେମିତିକା ପିଲା ନୁହଁ, ଆଉ ମୁଁ ଏମିତିକା ପିଲା। ତୁ କିନ୍ଦିଆ ପିଲାଟା? ତୁ ଚାଲି ଯିବୁ ତୋ ଶାଶୁ ଘର
ଫୁଲର ସବାରିରେ ମୁଁ ଶୋଇଥିବି ଆଉ ଗୋଟେ ନେଇ ଅୟର ଏସି ରୁମରେ। Oh, no, 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 no. ବୁଝିଲୁ? ବାହାଘର cancel। କ୍ୟାନସେଲ କିଏ ମୁଁ କଣ କଣ ହେଇଛି କହିଲୁ? ବାହାଘର ଦିନ ପହଞ୍ଚିଗଲି ଯାଇକିନି ଆଉ ତାପରେ ଗେଟରୁ ଭିତରକୁ ଧୀରେ ଧୀରେ ଯାଉଛି ତା ବାପା ଭେଟ ହେଇଗଲା ଆଉ ତା ବାପା ତତେ କଣ କହିଲା? ତା ବାପା ମତେ କହିଲା ତୁ କେଡେ ଅଲା ଜୁକିଆଡା ରେ ଏତେ ଅପମାନ ଦେଲା ପରେ ପୁଣି ଏଠି ପହଞ୍ଚିଛୁ। ମୁଁ କଣ ତାକୁ କହିଲି ଜାଣିଛୁ? କଣ? ମୁଇଁ କହିଲି କି ତମ ଝିଅ ସହିତ ମୁଁ ସେମି ଫାଇନାଲ ରେ ହାରି ଯାଇଛି ବୋଲି ଫାଇନାଲ ଦେଖିବା ମନ ନାଗି। 哎呦我的妈！ କଣ ଟିକେଡା ମୋ ବାତିଆଡା? ତ ଫ୍ରେଣ୍ଡସ୍ ମାନେ ଦେଖିଲେ ତ ଆଜିକାଲି ଝିଅ କାହାରି ନୁହଁ। ଭାଇ ତମ ପଇସାରେ ଖାଇବେ ଗୁପଚୁପୁ ଆଉ କୁଆଡେ ବାହାଘର ହେଇଯିବେ ହେଇକିନା ଚୁପୁ ଚୁପୁ। ତେଣୁ ମୋର ଅନୁରୋଧ ଭାଇ ମାନେ ଏ ପ୍ରେମ ପାଇଁ ଆପଣ ମାନେ ମୃତ୍ୟୁବରଣ ସମ୍ମୁଖକୁ ଯାଆନ୍ତୁ ନାହିଁ। ଭାଇ ବିଷ ପିଇବା ରସି ଦବା କୋଉଠେ ମାନେ ନିଜର ଜୀବନ ହାରିଦବା ଏଇଟା ଠିକ ନୁହଁ। ମୋର ଅନୁରୋଧ ଆପଣ ମାନେ ଯଦି ଭାଇଟିକୁ ଭାଇ ବୋଲି ଭାବୁଥିବେ ତାହେଲେ ଅନୁରୋଧ ରକ୍ଷା କରିବେ। ରହୁଛୁ ନମସ୍ତେ। ଆଶା କରୁଛି ମହାପ୍ରଭୁ ଜଗନ୍ନାଥଙ୍କ ଦୟାରୁ ଭଲରେ ଥିବେ ସମସ୍ତେ।